ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଏହା ବିଷୟରେ ଆଲୋଚନା କରିବା। ଭାରତ ସରକାର ଭାରତରେ ବ୍ୟବହୃତ ତଥା ଭାରତର ସମ୍ବିଧାନ ଅନୁସାରେ ଅଷ୍ଟମ ସୂଚୀ ଅନ୍ତର୍ଗତ ଭାଷା ମଧ୍ୟରୁ ପ୍ରାଚୀନ ଭାଷାଗୁଡ଼ିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଏକ ବିଧେୟକ ପ୍ରଣୀତ କରିଛନ୍ତି। ଭାଷାଟିଏ ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ହେଲେ ଏହି ବିଧେୟକରେ ଥିବା ଉଲ୍ଲେଖିତ 4ଗୋଟି ମାପଦଣ୍ଡକୁ ସଫଳତାର ସହ ପୂରଣ କରୁଥିବା ଉଚିତ। ଏହି 4ଗୋଟି ମାପଦଣ୍ଡ ହେଲା: ଗୋଟିଏ, ଭାଷାଟିର 1500ରୁ 2000 ବର୍ଷର ଲିଖିତ ଇତିହାସ ଥିବ। ଦ୍ୱିତୀୟ ହେଲା, ଭାଷାଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରାଚୀନର ସମ୍ଭାର ଥିବ। ଭାଷାଟିର ମହତ୍ତ୍ୱପୂର୍ଣ୍ଣ ପ୍ରାଚୀନ ସମ୍ଭାର ଥିବ, ଯାହାକି ପିଢ଼ି ପରେ ପିଢ଼ି ଲମ୍ବି ଆସିଥିବା ଗୋଟିଏ ଭାଷିକ ପରମ୍ପରାକୁ ପ୍ରମାଣିତ କରୁଥିବ। ସେହିପରି ଆଉ ଗୋଟିଏ ହେଲା, ଏହି ଭାଷାର ସାହିତ୍ୟ ମୌଳିକ ପରମ୍ପରା ସୃଷ୍ଟ ହୋଇଥିବ। ଏହା ଅନ୍ୟ କୌଣସି ଭାଷାର ଆଧାରରେ ସୃଷ୍ଟି ହୋଇନଥିବ। ଏବଂ ଶେଷଟି ହେଲା, ଏହି ଭାଷାର ଆଧୁନିକ ସାହିତ୍ୟର ରୂପ ଏହାର ଶାସ୍ତ୍ରୀୟ ରୂପ ଓ ସାହିତ୍ୟଠାରୁ ଅଲଗା ଥିବ ଏବଂ ଏହି ଭାଷିକ ଓ ସାହିତ୍ୟ ପରମ୍ପରା ପ୍ରାଚୀନ ପରମ୍ପରାରୁ ବିଚ୍ଛିନ୍ନ ମଧ୍ୟ ହୋଇଥାଇପାରେ। ଏହି 4ଗୋଟି ମାପଦଣ୍ଡକୁ ଓଡ଼ିଆ ଭାଷା ସଫଳତାର ସହ ପୂରଣ କରିଥିବାରୁ ଓଡ଼ିଆ ଭାଷାକୁ 2014 ମସିହା ମାର୍ଚ୍ଚ ମାସ 11 ତାରିଖ ଦିନ ଭାରତ ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ଯଦିଓ ପୂର୍ବରୁ 2004 ମସିହାରେ ତାମିଲ ଭାଷାକୁ, ସଂସ୍କୃତକୁ 2005 ମସିହାରେ, କନ୍ନଡ଼କୁ 2008 ମସିହା, ତେଲୁଗୁକୁ 2008 ମସିହା ଏବଂ ମାଲାୟାଲମକୁ 2013 ମସିହାରେ ଏହି ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଷଷ୍ଠ ଭାରତୀୟ ଭାଷା ଏବଂ ପ୍ରଥମ ପୂର୍ବ ଭାରତୀୟ ଭାଷା ତଥା ଇଣ୍ଡୋ ୟୁରୋପୀୟ ଆର୍ଯ୍ୟ ଭାଷାର ପ୍ରଥମ ଭାଷା ରୂପେ ଓଡ଼ିଆ ଭାଷାକୁ ଏହି ଶାସ୍ତ୍ରୀୟ ମାନ୍ୟତା 11/3/2014 ମସିହାରେ ଭାରତ ସରକାର ପ୍ରଦାନ କରିଛନ୍ତି। ତେଣୁ ଭାରତୀୟ ଆର୍ଯ୍ୟ ପରିବାରର ଭାଷା ପରିବାରର ଓଡ଼ିଆ ହେଉଛି ଏହି ଏକମାତ୍ର ଭାଷା ଯିଏକି ଏହି ଗୌରବ ହାସଲ କରିପାରିଛି, ଏହି ଶାସ୍ତ୍ରୀୟ ମାନ୍ୟତା ପାଇପାରିଛି। ଓଡ଼ିଶା ପ୍ରଦେଶ ବ୍ୟତୀତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ ଏସବୁ ଭାରତର ବିଭିନ୍ନ ପ୍ରଦେଶରେ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀ ଲୋକ ବାସ କରନ୍ତି। ବିଶାଖାପାଟଣା ହେଉ କି ହାଇଦ୍ରାବାଦ, ପୁଡୁଚେରୀ ହେଉ ଅବା ବେଙ୍ଗଲୋର, ଚେନ୍ନାଇ, ମୁମ୍ବାଇ, ରାୟପୁର, ଜାମଶେଦପୁର, ଖଡ଼ଗପୁର, କୋଲକାତା, ଗୁହାଟୀ, ଶିଲଂ, ପୁନେ ଅବା ବରୋଦା, ସୁରତ, ଅହମ୍ମଦାବାଦ, ନୂଆଦିଲ୍ଲୀ ସବୁ ସହରଗୁଡ଼ିକରେ, ଏହିସବୁ ଭାରତୀୟ ସହରଗୁଡ଼ିକରେ ଅଧିକ ସଂଖ୍ୟକ ଓଡ଼ିଆ ଲୋକ ବସବାସ କରନ୍ତି। ଏଣୁ ଏହି ମାପଦଣ୍ଡ ଗୁଡ଼ିକୁ ଓଡ଼ିଆ ଭାଷା ପୂରଣ କରିଛି, ଯାହାଫଳରେ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଭାଷା ଏକ ଗୌରବମୟ ଭାଷାର ମାନ୍ୟତା ପାଇଛି। ଓଡ଼ିଆ ହର୍ଷ ଉଲ୍ଲାସର ସହ ଏହି ଦିବସକୁ ପାଳନ କରୁଛନ୍ତି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ। ଯଦିଓ 1936 ମସିହା ଏପ୍ରିଲ 1 ତାରିଖରେ ଓଡ଼ିଶା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା, ତଥାପି କିଛି ଅଞ୍ଚଳ ଆହୁରି ରହିଯାଇଥିଲା ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ଦ୍ୱାରା ଓଡ଼ିଆ ଭାଷାର ଐତିହ୍ୟ ଓ ପରମ୍ପରା ପୁନଃ ପ୍ରତିଷ୍ଠିତ ହେଲା। ସମଗ୍ର ଭାରତ ବର୍ଷରେ 6ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବା ବେଳେ ଓଡ଼ିଆ ଭାଷା ଏ ମଧ୍ୟରୁ ଅନ୍ୟତମ। ଏଣୁ ଭାରତର ବିଭିନ୍ନ ସହରରେ, ରାଜ୍ୟରେ ବସବାସ କରୁଥିବା ଓଡ଼ିଆମାନେ ତଥା ଓଡ଼ିଶାର ଲୋକମାନେ ଏଥିପାଇଁ ଗର୍ବିତ। ବର୍ତ୍ତମାନ ଆଲୋଚନା କରିବା ଏହି ଯେଉଁ 4ଗୋଟି ମାପଦଣ୍ଡ ବା 4ଗୋଟି ବିଶିଷ୍ଟ ଗୁଣକୁ ଆଧାର କରି ଭାରତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ସେସବୁ ବିଷୟରେ ଆଉ ଟିକେ ପୁଙ୍ଖାନୁପୁଙ୍ଖ ଜାଣିବା। ପ୍ରଥମେ ହେଉଛି ଯେ ଭାଷାଟିର 1500ରୁ 2000 ବର୍ଷର ଲିଖିତ ଇତିହାସ ଥିବ। ତ ଓଡ଼ିଶାରେ ଓଡ଼ିଆ ଭାଷାରେ ଏହା କିପରି ସମ୍ଭବ ହୋଇଛି? ହଁ, ଆମେ ଜାଣିଛେ ଯେ ଓଡ଼ିଶାରେ ଲିଖିତ ପରମ୍ପରାର ପ୍ରାଚୀନ ଇତିହାସର ପ୍ରମାଣ ରହିଛି ଧଉଳି ଏବଂ ଜଉଗଡ଼ ଶିଳାଲେଖ।
ଏଠାରୁ ଆରମ୍ଭ କରି ପରିଶେଷରେ ଚର୍ଚ୍ଚା ଗୀତିକା, ବୌଦ୍ଧ ଗାନ ଓ ଦୋହା ଏସବୁକୁ ଲକ୍ଷ୍ୟ କଲେ ଦେଖିବାକୁ ମିଳେ ଓଡ଼ିଶାର ଏକ ବଳିଷ୍ଠ ଲିଖନ ପରମ୍ପରା, ଯାହାକି ଦୀର୍ଘ 1500ରୁ 2000 ବର୍ଷ ତଳର ଲିଖିତ ଇତିହାସକୁ ପ୍ରମାଣ କରେ। ଜଉଗଡ଼ ଶିଳାଲେଖରୁ ପାଠୋଦ୍ଧାର ହୋଇ ଲେଖାଯାଇଛି, ଯେଉଁଥିରେ ଅଛି କି ଦେବାନାଂ ପ୍ରିୟେ ହେବଂ ହ ସମାପୟମ୍ ମହାମତା ଲଜବାଚନିକ ବିତବ୍ୟ କିଛି ଦଖାମି ହକମ୍ ତାମିଛ ମିଂ ହକମ୍ କି ତି କମନ୍। ତ ଏଇଭଳି ଶିଳାଲେଖରେ ଉପଲବ୍ଧ ରହିଛି ଓଡ଼ିଆ ଶବ୍ଦ ଦେଖାମି, ମଣିଷ, ଆଠ, ରାଜନୀ, ବାହୁନ, ସ୍ନେହ, ସହସ, ମିତ, ଆଜ, ଏଇ ଔଷଧ, ଏହିପରି କିଛି ଶବ୍ଦ ରହିଛି ଏହି ଜଉଗଡ଼ ଶିଳାଲେଖରେ। ସେହିପରି ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ, ସେଠି ମଧ୍ୟ ରହିଛି ଲୁଠିତ ସିରି 1500 ଲେଖ, ଗଣନା, ବ୍ୟବହାର, ଶବ, ପୁରୁଷ, ଯୁଗ, ମହାରାଜା, ଏହିପରି କିଛି ଶବ୍ଦ ଯାହାକି ପ୍ରମାଣ କରେ ଓଡ଼ିଆର ପ୍ରାଚୀନତା। ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା, ମହାରାଜା ଗଣଭଦ୍ର ଭଦ୍ରକାଳୀଙ୍କ ଶିଳାଲେଖ, ସୀତାବିଞ୍ଜି ଶିଳାଲେଖ, ରାବଣଛାୟା ଶିଳାଲେଖ ତଥା ରାଜ୍ୟ ସଂଗ୍ରହାଳୟରେ ଥିବା ଶ୍ରୀ ସିଂହଜନ୍ଧ ଏବଂ ଧର୍ମରାଜ ଦ୍ୱିତୀୟ ଶୈଳବୀଙ୍କ ରାଜା ନିବିନା ତାମ୍ର ଶାସନ, ଯେଉଁଟାକି 8ମ ଶତାବ୍ଦୀର, ଏହି ସବୁଥିରେ ରହିଛି ଅନେକ ଗୁଡ଼ିଏ ଓଡ଼ିଆ ଶବ୍ଦ। ସୌର ଗଣ୍ଡିବେଡ଼ା ଜୈନ ଶିଳାଲେଖ କିମ୍ବା ଉର୍ଜାମ ଶିଳାଲେଖ ଯାହାକି 11ଶ ଶତାବ୍ଦୀରେ ମିଳିଥିଲା। ଏହି ଶିଳାଲେଖରେ ରହିଛି ସମସ୍ତ ଓଡ଼ିଆ ଶବ୍ଦ। ସେହିପରି ରାଜଦେବ ଲିଙ୍ଗରାଜ ମନ୍ଦିର ଶିଳାଲେଖ, ନୃସିଂହନାଥ ମନ୍ଦିର ଶିଳାଲେଖ, କପିଳେନ୍ଦ୍ର ଦେବଙ୍କ ଜୟ ବିଜୟ ଶିଳାଲେଖ, ରାଜା ପ୍ରତାପରୁଦ୍ର ଦେବଙ୍କ ଜଗନ୍ନାଥ ମନ୍ଦିର ଶିଳାଲେଖ, ଏହିସବୁ ଶିଳାଲେଖରୁ ବଳିଷ୍ଠ ପ୍ରମାଣ ମିଳେ ଯେ ଓଡ଼ିଆ ଭାଷାର ଇତିହାସ ଦୀର୍ଘ 1500ରୁ 2000 ବର୍ଷ ପୂର୍ବରୁ ବା ଅତି ପ୍ରାଚୀନ। ତେଣୁ ଏହିଭଳି ଭାବରେ ଏହି ଓଡ଼ିଆ ଭାଷା ଏହି ପ୍ରଥମ ମାନଦଣ୍ଡଟିକୁ ପୂରଣ କରିଛି। ସେହିପରି ଆଉ ଗୋଟିଏ ମାନଦଣ୍ଡ ହେଉଛି ଭାଷାଟିର ମହତ୍ତ୍ୱପୂର୍ଣ୍ଣ ରଚନା ସମ୍ଭାର ଥିବ, ଯାହାକି ପିଢ଼ି ପରେ ପିଢ଼ି ଲମ୍ବି ଆସିଥିବା ଭାଷିକ ପରମ୍ପରାକୁ ପ୍ରମାଣିତ କରୁଥିବ। ଶିଳାଲେଖ ଓ ତାମ୍ରଶାସନ ମାଧ୍ୟମରେ ଓଡ଼ିଆ ଭାଷାର ପ୍ରାଚୀନତାକୁ ପ୍ରମାଣ କରାଯାଇଥିବା ସମୟରେ ଓଡ଼ିଆ ସାହିତ୍ୟର ଲିଖନ ପରମ୍ପରାର ପ୍ରାଚୀନତାକୁ ପ୍ରମାଣ କରିବାକୁ ବୌଦ୍ଧ ଗାନ, ଦୋହା, ନାଥ ସାହିତ୍ୟ ଓ ଅନ୍ୟାନ୍ୟ ରଚନାବଳୀକୁ ପ୍ରାମାଣିକ ଦଲିଲ ଭାବରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଏହା ସହ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ଓଡ଼ିଶାର ଯେଉଁ ସବୁ ଉଲ୍ଲେଖ ରହିଛି ତାହାକୁ ମଧ୍ୟ ଦର୍ଶାଇ ଓଡ଼ିଶାରେ ଥିବା ଲିଖନ ପରମ୍ପରା, ଯାହାକି ପିଢ଼ି ପରେ ପିଢ଼ି ଲମ୍ବି ଆସି ଏକ ଭାଷିକ ପରମ୍ପରାକୁ ପ୍ରମାଣ କରିଛି ଏବଂ ଗତିଶୀଳତାକୁ ପ୍ରମାଣ କରିଛି, ସେ ସମ୍ପର୍କରେ ଆଲୋଚନା କରାଯାଇଛି। ତନ୍ମଧ୍ୟରୁ ରହିଥିଲା ପ୍ରଥମେ ନାଟ୍ୟଶାସ୍ତ୍ର, ଯାହା ଭରତ ମୁନିଙ୍କ ଦ୍ୱାରା ଲିଖିତ। ଏଥିରେ ଓଡ଼ିଶାର କିପରି ପ୍ରାଚୀନ କାଳର ନାମ ବା ଓଡ୍ର ଏବଂ ଓଡ୍ର ବିଭାଷା, ଓଡ୍ରଜା, ଏହିଭଳି ସବୁ ଶବ୍ଦ କିପରି ବର୍ଣ୍ଣିତ, ସେହିପରି ଅଷ୍ଟାଧ୍ୟାୟୀଙ୍କ ଗ୍ରନ୍ଥରେ କଳିଙ୍ଗ ଶବ୍ଦର ବ୍ୟବହାର ଏବଂ ବିଭିନ୍ନ ପ୍ରକାର ରଚନା ଯଥା ରାମାୟଣ, ମହାଭାରତ, ପୁରାଣ, ବୌଦ୍ଧ, ଜୈନ ଗ୍ରନ୍ଥ ଗୁଡ଼ିକରେ କିପରି କଳିଙ୍ଗର ନାମ ଉଲ୍ଲେଖ ରହିଛି। ଓଡ୍ର ଶବ୍ଦଟି ମହାଭାରତ, ସ୍କନ୍ଦ ପୁରାଣ, ନାଟ୍ୟଶାସ୍ତ୍ର ଏସବୁରେ ବ୍ୟବହାର ହୋଇଛି। ଏହିସବୁ କଥାକୁ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା। ସେହିପରି ମହାଭାରତର ସଭା ପର୍ବରେ କଳିଙ୍ଗ ରାଜ୍ୟ ବିଷୟରେ କିପରି ଲେଖାଯାଇଛି ଯେ ପାଣ୍ଡ୍ୟାଶ୍ଚ ଦ୍ରାବିଡ଼ା ଶୈବ ସଂହିତାଃ ଷୋଡ୍ରଃ କେରଳୌ ଆନ୍ଧ୍ରା ସ୍ଥାଳବନାଂଶ୍ଚୈବ କଳିଙ୍ଗାନୁଷ୍ଟକର୍ଣ୍ଣିକାନ୍। ସେପରି ରାମାୟଣର କିଷ୍କିନ୍ଧ୍ୟା କାଣ୍ଡରେ ମଧ୍ୟ କଳିଙ୍ଗ ଶବ୍ଦ ଥିବାର ଦେଖିବାକୁ ମିଳେ। ଯେପରିକି ତଥାମଶ୍ଚ୍ୟା କଳିଙ୍ଗାଶ୍ଚ କୌଶିକାଶ୍ଚ ସମନ୍ତତଃ ଖସ୍ୱୀକ୍ଷ୍ୟ ଦଣ୍ଡକାରଣ୍ୟ ସପର୍ବତ ନଦୀ ଗୁହାମ୍। ସେହିପରି ବୌଦ୍ଧ ଧର୍ମ ଗ୍ରନ୍ଥ ଅଙ୍ଗୁତ୍ତର ନିକାୟ, ଏଥିରେ ମଧ୍ୟ ଓଡ଼ିଶାର 2 ଜଣ ବଣିକ ଭାଇ ତପସୁ ଓ ବଲ୍ଲୀକ କିପରି ବୁଦ୍ଧଙ୍କର ପ୍ରଥମେ ଶିଷ୍ୟତ୍ୱ ଗ୍ରହଣ କରିଥିଲେ, ଏହିସବୁ କଥା ମଧ୍ୟ ବର୍ଣ୍ଣିତ।
ସେହିପରି ମହାଯାନର ଧର୍ମଗ୍ରନ୍ଥ ଅଷ୍ଟସହସ୍ରିକ ଏବଂ ପାମ୍ ସାମ୍ ଜାନ୍ ଜାଙ୍ଗ ଗ୍ରନ୍ଥ, ଯାହାକି ତାନ୍ତ୍ରିକ ବୌଦ୍ଧ ଧର୍ମ ପ୍ରଥମେ ଉଡ୍ଡିଆନ ପୀଠରେ ଆରମ୍ଭ ହୋଇଥିବାର ସୂଚନା ଦିଏ। ଏହିସବୁରୁ ସୂଚନା ମିଳେ ଯେ ସେତେବେଳେ ଉଡ୍ର ଦୁଇଟି ରାଜ୍ୟରେ ବିଭକ୍ତ ଥିଲା। ଗୋଟିଏ ଥିଲା ସମ୍ବଳ, ଆଉ ଗୋଟିଏ ଥିଲା ଲଙ୍କାପୁରୀ। ସମ୍ବଳ ଅର୍ଥାତ୍ ଆଧୁନିକ ସମ୍ବଲପୁର, ଲଙ୍କାପୁରୀ ଅର୍ଥାତ୍ ସୁବର୍ଣ୍ଣପୁର। ଏବଂ ଏହି ସମ୍ବଲପୁରର ରାଜା ଥିଲେ ଇନ୍ଦ୍ରଭୂତି, ଯିଏକି ବଜ୍ରଯାନର ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଜ୍ଞାନ ସିଦ୍ଧି, ସେଥିରେ ସେ ଜଗନ୍ନାଥଙ୍କ ବିଷୟରେ ବର୍ଣ୍ଣନା କରି କହିଛନ୍ତି ବୁଦ୍ଧଙ୍କୁ ଜଗନ୍ନାଥ ବୋଲି। ସେହିପରି ତାଙ୍କ ଭଉଣୀ ଲକ୍ଷ୍ମୀଙ୍କରା, ଯିଏକି ସହଜଯାନର ପ୍ରତିଷ୍ଠାତା ଥିଲେ, ଯିଏ ସୁବର୍ଣ୍ଣପୁରର ରାଜକୁମାର ଜଳେନ୍ଦ୍ରଙ୍କୁ ବିବାହ କରିଥିଲେ। ସେହିପରି ରାହୁଳ ସଂସ୍କୃତାୟନରେ ମଧ୍ୟ ସରହପାଦ ଥିଲେ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରେ ପ୍ରାଚୀନ ବୋଲି ଲେଖାଯାଇଛି। ନାଳନ୍ଦା ବିଶ୍ୱବିଦ୍ୟାଳୟର ବୌଦ୍ଧ ଗୁରୁ ଶାନ୍ତ ରକ୍ଷିତଙ୍କ ଶିଷ୍ୟ ହରିଭଦ୍ର, ସିଏ ମଧ୍ୟ ଥିଲେ ଏହି ସରହପାଦଙ୍କର ଶିଷ୍ୟ। ଏ ସମସ୍ତେ ଉତ୍କଳରେ ବସବାସ କରୁଥିବା କଥା ବର୍ଣ୍ଣିତ। ସପ୍ତମ ଅଷ୍ଟମ ଶତାବ୍ଦୀ ବେଳକୁ ସମଗ୍ର ଓଡ଼ିଶାରେ ତନ୍ତ୍ର ବୌଦ୍ଧ ଧର୍ମୀମାନଙ୍କର କିପରି ପ୍ରଭାବ ଥିଲା, ଏହି ନୂତନ ତନ୍ତ୍ର ସମ୍ପ୍ରଦାୟୀମାନେ ମନ୍ତ୍ର ମୁଦ୍ରା ଓ ମଣ୍ଡଳକୁ ପ୍ରାଧାନ୍ୟ କିପରି ଦେଉଥିଲେ, ଏସବୁ କଥା ବର୍ଣ୍ଣିତ। ଏହିଭଳି ଭାବରେ ବହୁ ଗ୍ରନ୍ଥ ଶାସ୍ତ୍ର ଇତ୍ୟାଦିରେ କଳିଙ୍ଗର ନାମ, ଉଡ୍ରର ନାମ ଏବଂ ଏହି ଉଡ୍ର ବିଭାଷା କଥା ଆଦିର ବର୍ଣ୍ଣନା, ତା ସହିତ ବିଭିନ୍ନ ଯେଉଁ ସିଦ୍ଧାଚାର୍ଯ୍ୟମାନଙ୍କ ଦ୍ୱାରା ରଚିତ ଦୋହା ବା ଏଇ ଯେଉଁ ଚର୍ଯ୍ୟା ଗୀତିକା, ଚର୍ଯ୍ୟା ସାହିତ୍ୟ, ସେପରି ନାଥ ସାହିତ୍ୟ, ଏସବୁରୁ ଜଣାପଡ଼େ ଯେ ଓଡ଼ିଆ ଭାଷାର ଭାଷିକ ପରମ୍ପରା କିପରି ପିଢ଼ି ପରେ ପିଢ଼ି ଲମ୍ବି ଆସିଛି। ସେହିପରି ବଜ୍ରଯାନରୁ ଯେଉଁ ସହଜଯାନ ସୃଷ୍ଟି ହୋଇଥିଲା, ପରବର୍ତ୍ତୀ ସମୟରେ ସରହ, ହାଡ଼ିପା, ଡମ୍ବି, ହୁରୁକା, ତନ୍ତେଣି, ଲୁଇପାଦ ଏସବୁ ଯୋଗୀ ଏହି ସମ୍ପ୍ରଦାୟରେ ମିଶି ପରବର୍ତ୍ତୀ ସମୟରେ ସେମାନେ ପ୍ରଚାର କରିଥିଲେ ନାଥ ସାହିତ୍ୟ ବା ବୌଦ୍ଧ ସାହିତ୍ୟ, ଯାହାକି ଏହି ଓଡ଼ିଆ ଭାଷାର ବିଭିନ୍ନ ବିଷୟର ବର୍ଣ୍ଣନା କରେ। ସେହିପରି ବୌଦ୍ଧ ଧର୍ମ, ଜୈନ ଧର୍ମ, ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି କିପରି ଅପୂର୍ବ ସମନ୍ୱୟ ଘଟିଥିଲା, ଏହି କଳିଙ୍ଗରେ ତାହାର ମଧ୍ୟ ବର୍ଣ୍ଣନା ବିଭିନ୍ନ ପ୍ରକାର ଗ୍ରନ୍ଥରୁ ମିଳେ। ଜୈନମାନଙ୍କର କୈବଲ୍ୟରୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ କୈବଲ୍ୟ ନାମ ସୃଷ୍ଟି ବୋଲି ଅନେକ ଗବେଷକ ମତ ଦିଅନ୍ତି। ଅନେକ ଲେଖକ ଜଗନ୍ନାଥଙ୍କୁ ବୌଦ୍ଧ ଭାବରେ ଗ୍ରହଣ କରିଛନ୍ତି। ବିଶିଷ୍ଟ ଗବେଷକ ୱିଲସନ୍, ଜେମ୍ସ ଫର୍ଗୁସନ୍, କନିଂହାମ୍ ଏମାନଙ୍କ ମତରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ବୌଦ୍ଧ ଧର୍ମର ତ୍ରିରତ୍ନ ଅର୍ଥାତ୍ ବୁଦ୍ଧ ଧର୍ମ ଏବଂ ସଂଘରୁ ଆସିଥିବା ଏମାନେ ମତ ଦିଅନ୍ତି। ତାଙ୍କ ମତରେ ବୌଦ୍ଧ ଧର୍ମର ଧର୍ମଚକ୍ରରୁ ସୁଦର୍ଶନର ସୃଷ୍ଟି। ସେହିପରି ଜଗନ୍ନାଥଙ୍କ ମୂର୍ତ୍ତି ଭିତରେ ରଖାଯାଇଥିବା ବୁଦ୍ଧ ଦେବଙ୍କ ଦନ୍ତ, ଯାହାକି କୁଶୀନଗରରୁ ଅଣାଯାଇଛି। ବୁଦ୍ଧଙ୍କୁ ଜଗନ୍ନାଥ କୁହାଯାଇଥିବା କଥା ଇନ୍ଦ୍ରଭୂତିଙ୍କ ରଚିତ ଜ୍ଞାନ ସିଦ୍ଧି ଗ୍ରନ୍ଥରେ ମଧ୍ୟ ଦେଖିବାକୁ ମିଳେ। ଏହିପରି ଭାବରେ ବିଭିନ୍ନ ଧର୍ମ ସହ ଜଗନ୍ନାଥ ସଂସ୍କୃତିର ଘନିଷ୍ଠ ସମ୍ପର୍କ ରହିଛି, ଯାହାକି ପ୍ରାଚୀନ ପାରମ୍ପରିକ ପ୍ରାମାଣିକ ଦଲିଲ ଭାବେ ଉପସ୍ଥାପନ କରାଯାଇଛି। ପରବର୍ତ୍ତୀ ସମୟରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମାବଲମ୍ବୀମାନେ ଧର୍ମୀୟ ସାହିତ୍ୟର ପ୍ରସାର କରାଇଛନ୍ତି। ଓଡ଼ିଆ ଭାଷା ଓ ସାହିତ୍ୟ ବିକାଶରେ ଓଡ଼ିଶାରେ ବିଭିନ୍ନ ଧର୍ମୀୟ ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାହିତ୍ୟ ମାଧ୍ୟମରେ ଧର୍ମର ପ୍ରଚାର ଓ ପ୍ରସାର ଦ୍ୱାରା ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇପାରିଛି। ଏହି ପ୍ରସଙ୍ଗରେ ମହିମା ଧର୍ମ ଓ ବ୍ରାହ୍ମ ଧର୍ମର ଅବଦାନ ମଧ୍ୟ ଉଲ୍ଲେଖନୀୟ। ଭୀମ ଭୋଇ ଓ ମଧୁସୂଦନ ରାଓଙ୍କ ଧର୍ମୀୟ ଦର୍ଶନ ଓଡ଼ିଆ କାବ୍ୟ କବିତା ଜଗତକୁ ରୁଦ୍ଧିମନ୍ତ କରିଛି। ପ୍ରାଚୀନ ସାହିତ୍ୟରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ବିଭିନ୍ନ ଧର୍ମଧାରା ଓଡ଼ିଆ ସାହିତ୍ୟକୁ ବଳିଷ୍ଠ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହିପରି ଭାବେ ଏହି ଦ୍ୱିତୀୟ ମାପଖଣ୍ଡଟି ଅର୍ଥାତ୍ ଭାଷାଟିର ମହତ୍ତ୍ୱପୂର୍ଣ୍ଣ ପ୍ରାଚୀନ ରଚନା ସମ୍ଭାର ଥିବ, ଯାହାକି ପିଢ଼ି ପରେ ପିଢ଼ି ଲମ୍ବି ଆସିଥିବ ଓ ଭାଷିକ ପରମ୍ପରାକୁ ପ୍ରମାଣିତ କରୁଥିବ, ଏହା ଓଡ଼ିଆ ଭାଷା ପୂରଣ କରିଛି। ସେହିପରି ତୃତୀୟ ମାପଖଣ୍ଡ ହେଲା ଏହି ଭାଷାର ସାହିତ୍ୟ ମୌଳିକ ପରମ୍ପରା ସୃଷ୍ଟ ହୋଇଥିବ, ଏହା ଅନ୍ୟ କୌଣସି ଭାଷାର ଆଧାରରେ ସୃଷ୍ଟି ହୋଇନଥିବ।
ଓଡ଼ିଆ ସାହିତ୍ୟର ଲିଖନ ପରମ୍ପରାର ଆଦିମ ରୂପ ଭାବରେ ପ୍ରଥମେ ଗ୍ରହଣ କରାଯାଏ ବୌଦ୍ଧ ଗାନ ଓ ଦୋହାକୁ। ମାତ୍ର ଏହା ପୂର୍ବରୁ ଓଡ଼ିଶାରେ ପ୍ରାଚୀନ କାଳରୁ ରହିଛି ପ୍ରାୟ 5775 ଗୁମ୍ଫା ଚିତ୍ର। ଓଡ଼ିଶାର ଲିଖନ ପରମ୍ପରାର ଗୌରବମୟ ଇତିହାସକୁ ଏହି ଗୁମ୍ଫା ଚିତ୍ର ବୟାନ କରେ। ବିକ୍ରମ ଖୋଲ, ଉଷାକୋଠି, ଉଲ୍ଲାଗଡ଼, ଗୁଡ଼ହାଣ୍ଡି ଓ ଯୋଗୀମଠ ଗୁମ୍ଫା ଚିତ୍ର ଏମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଏଗୁଡ଼ିକ ଏବେ ଯାଏଁ ପାଠ କରାଯାଇପାରି ନାହିଁ। ଏଥିମଧ୍ୟରୁ ଯୋଗୀମଠର ଗୁମ୍ଫା ଚିତ୍ରଟିକୁ ପ୍ରତ୍ନତତ୍ତ୍ୱବିତ୍ ଜେପି ଜୟସ୍ୱାଲ ପାଠ କରିଥିଲେ ଏବଂ ଏହା ବ୍ରାହ୍ମୀ ଲିପି ପୂର୍ବରୁ ଅଙ୍କିତ ବୋଲି ଜଣାଯାଏ। ପୂର୍ବରୁ ଆଲୋଚନା କରାଯାଇଥିବା ଅଭିଲେଖ ସାହିତ୍ୟ, ପୁରାଣ ତଥା ଧର୍ମଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଓଡ଼ିଶାର ଲିଖନ ପରମ୍ପରାର ପ୍ରାଚୀନ ପ୍ରମାଣ ମିଳେ। ଏହା ବ୍ୟତୀତ ତାଳପୋଥି ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ଛାପାକଳ ଆସିବାର ବହୁ ପୂର୍ବରୁ ଓଡ଼ିଶାରେ ଏକ ବଳିଷ୍ଠ ଲିଖନ ପରମ୍ପରା ଥିଲା। ଦୁଇଟି ଉଦାହରଣ ହେଉଛି ଏଥିପାଇଁ ପର୍ଯ୍ୟାପ୍ତ। ବୌଦ୍ଧ ଧର୍ମ ଗ୍ରନ୍ଥରୁ ଜଣାଯାଏ ଯେ ବୁଦ୍ଧ 64ଟି ଲିପି ଶିଖିଥିଲେ, ଯେଉଁଥିରୁ ଗୋଟିଏ ଥିଲା ଉଗ୍ର ଲିପି। ଏହି ଉଗ୍ର ଲିପି ହିଁ ପରବର୍ତ୍ତୀ ସମୟରେ ଉଡ୍ର ଲିପି ବା ଓଡ଼ିଆ ଲିପିରେ ପରିଣତ ହୋଇଥିବା କିଛି ବିଶେଷଜ୍ଞ କୁହନ୍ତି। ଇଏ ହେଉଛି ଗୋଟିଏ। ଦ୍ୱିତୀୟ କାରଣ ହେଲା ଯେ ଦ୍ୱିତୀୟ ବୁଦ୍ଧ କୁହାଯାଉଥିବା ଓଡ଼ିଶାରେ ଜାତ ହୋଇଥିବା ପଦ୍ମ ସମ୍ଭବ, ଯିଏକି ତିବ୍ବତ ଯାଇ ସେଠାରେ ଲାମା ଧର୍ମକୁ ପ୍ରତିଷ୍ଠା କରିଥିଲେ। ସେହି ତିବ୍ବତୀ ଲାମାମାନେ 7ମ ଶତାବ୍ଦୀରେ ଓଡ଼ିଶାରୁ ଲିପି ନେଇ ତିବ୍ବତୀ ଲିପି ସୃଷ୍ଟି କରିଥିଲେ। ଓଡ଼ିଶାର ମୌଖିକ ପରମ୍ପରାରେ ଯେଉଁ ଅସଂଖ୍ୟ ଲୋକଗୀତ ଓ ଲୋକ କାହାଣୀ ରହିଛି, ପରବର୍ତ୍ତୀ ସମୟରେ ତାହା ହିଁ ଏହି ଲିଖନ ପରମ୍ପରାକୁ ସମୃଦ୍ଧ କରିଛି। ଛାନ୍ଦ ଓଡ଼ିଆ ସାହିତ୍ୟ ପରମ୍ପରାର ଏକ ଅମୂଲ୍ୟ ସମ୍ପଦ। ଏହା ସଂସ୍କୃତର ମାତ୍ରାବୃତ ଛନ୍ଦରୁ ଭିନ୍ନ ଅକ୍ଷରବୃତ୍ତରୁ ସୃଷ୍ଟି। ଓଡ଼ିଶାର ଲୋକପ୍ରିୟ ଛନ୍ଦ ହେଉଛି ଦାଣ୍ଡିବୃତ୍ତ। ଏହି ଅକ୍ଷରବୃତ୍ତ ଛନ୍ଦରୁ ସୃଷ୍ଟି। ସାରଳା ଦାସଙ୍କ ମହାଭାରତ ଏବଂ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଏହି ଦାଣ୍ଡିବୃତ୍ତରେ ରଚିତ। ଏଥିରୁ ଜଣାଯାଏ ଯେ ସଂସ୍କୃତ ସାହିତ୍ୟର ସମାନ୍ତରାଳ ଭାବରେ ଓଡ଼ିଆ ସାହିତ୍ୟ ବିକାଶ ଲାଭ କରିଥିଲା। ସେହିପରି ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଚୀନ ପରମ୍ପରା କେତେ ସମୃଦ୍ଧ ତାହା ଶିଳାଲେଖ, ତାମ୍ରଲେଖ, ପୋଥି ସାହିତ୍ୟରୁ ମଧ୍ୟ ଜଣାପଡ଼େ। ଅଶୋକଙ୍କ ଶିଳାଲେଖ କିମ୍ବା ଶତ୍ରୁଭଞ୍ଜଙ୍କ ଅସନପାଟ ଶିଳାଲେଖ ଅବା ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ, 7ମ ଶତାବ୍ଦୀର ନିବିନା ଶିଳାଲେଖ, 9ମ ଶତାବ୍ଦୀର ବଜ୍ରହସ୍ତ ଦେବଙ୍କ ପାରଳାଖେମୁଣ୍ଡି ଶିଳାଲେଖ ଅବା 10ମ ଶତାବ୍ଦୀରେ ସୋର ଗଣ୍ଡିବେଡ଼ା ଶିଳାଲେଖ ଏବଂ 1051ର ରଚିତ ଉର୍ଜାମ ଶିଳାଲେଖ, ଏସବୁରେ ଓଡ଼ିଆ ଭାଷାର ଐତିହ୍ୟ ଉତ୍କୀର୍ଣ୍ଣ ହୋଇଛି। ଉର୍ଜାମ ଶିଳାଲେଖଟି ସମ୍ପୂର୍ଣ୍ଣ ଓଡ଼ିଆ ଲିପି ଓ ଓଡ଼ିଆ ଭାଷାରେ ଲିଖିତ। ଏହା ସମ୍ପୂର୍ଣ୍ଣ ଭାବରେ ପ୍ରଥମ ଓଡ଼ିଆ ଲିପି ଲିଖିତ ଶିଳାଲେଖ। ପରବର୍ତ୍ତୀ ସମୟରେ ରଚିତ ବହୁ ଶିଳାଲେଖ ଓ ତାମ୍ର ଶାସନ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ ସାହିତ୍ୟର ସର୍ବପ୍ରାଚୀନ ପ୍ରାମାଣିକ ରୂପ ହେଉଛି 8ମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ 84 ସିଦ୍ଧାଚାର୍ଯ୍ୟଙ୍କ ଦ୍ୱାରା ରଚିତ ବୌଦ୍ଧଗାନ ଓ ଦୋହା, ଯାହାକି ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ପ୍ରଥମେ ନେପାଳର ରାଜ ଦରବାର ଲାଇବ୍ରେରୀରୁ ପୋଥି ରୂପେ ପାଇଥିଲେ। ପୋଥିରେ ରଚିତ ଏହି ବୌଦ୍ଧଗାନ ଗୁଡ଼ିକୁ 84 ସିଦ୍ଧାଚାର୍ଯ୍ୟ ରଚନା କରିଥିବା ସମୟରେ ଓଡ଼ିଶାରୁ କାହ୍ନୁପା, ଲୁଇପା, ସବରିପା, ଗୁଣ୍ଡିପା, ଶାନ୍ତିପା, ଭୁସୁକୁପା ଆଦି ସିଦ୍ଧାଚାର୍ଯ୍ୟଗଣଙ୍କ କବିତା ଏଥିରେ ଅନ୍ତର୍ଭୁକ୍ତ। ଏହି ବୌଦ୍ଧଗାନର ଭାଷାକୁ ପ୍ରତ୍ନ ଓଡ଼ିଆ, ଆସାମୀ, ବଙ୍ଗଳା ଏବଂ ହିନ୍ଦୀ ନାମରେ ଅଭିହିତ କରାଯାଏ। ଏହି ସମସ୍ତ ଭାଷା ସମ୍ପୂର୍ଣ୍ଣ ରୂପେ ନିଜ ନିଜ ସ୍ୱାତନ୍ତ୍ର୍ୟ ସୃଷ୍ଟି କରିବା ପୂର୍ବରୁ ଏହି ବୌଦ୍ଧଗାନ ଗୁଡ଼ିକ ରଚିତ ହୋଇଥିଲା। ଏଣୁ ଏଥିରେ ଭାଷାବିତ୍ମାନେ ଓଡ଼ିଆ, ଆସାମ, ବଙ୍ଗଳା ଓ ହିନ୍ଦୀ ଭାଷାର ମଧ୍ୟ ପ୍ରାଚୀନ ରୂପ ପାଇପାରିଛନ୍ତି। ସେହିପରି ରହିଛି ଓଡ଼ିଆ ସାହିତ୍ୟରେ ପ୍ରାଚୀନ ଲୋକସାହିତ୍ୟ। ଲୋକସାହିତ୍ୟରେ ଭରପୁର ହୋଇ ରହିଛି ଓଡ଼ିଶାର ସାହିତ୍ୟ। ଲୋକଜୀବନରେ ଅସଂଖ୍ୟ ଛାନ୍ଦ, ଚଉତିଶା, ବୋଲି, ଷୋଡ଼ଶା, ସଂହିତା ପିଢ଼ି ପରେ ପିଢ଼ି ଗାନ ହୋଇ ଆସିଛି। ଗାୟକର ସ୍ମରଣ ଶକ୍ତି ଦ୍ୱାରା ଏହା ମୁଖରୁ ମୁଖକୁ ପ୍ରସାରିତ। ସେହିପରି ପ୍ରାଚୀନ ଓଡ଼ିଆ ସାହିତ୍ୟର ବିଭବଶାଳୀ ରୂପ ପ୍ରତ୍ୟକ୍ଷ ଭାବେ ଉପଲବ୍ଧି କରି ହୁଏ ନାଥ ସାହିତ୍ୟରୁ।
ଏକାଦଶ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶାରେ ନାଥ ଧର୍ମ ନାଥ ସାହିତ୍ୟ କିପରି ବିକାଶ ଲାଭ କରିଥିଲା। ଶିଶୁବେଦ, ରୁଦ୍ର ସୁଧାନିଧି, ସୋମନାଥ ବ୍ରତ କଥା, ନାଗୁଳି ଚତୁର୍ଥୀ ବ୍ରତ କଥା, କାକ ଚରିତ୍ର, ଦାମୋଦର ଓଷା ପ୍ରଭୃତି ଗ୍ରନ୍ଥ ଗୁଡ଼ିକରେ ଓଡ଼ିଆ ସାହିତ୍ୟର ପ୍ରାଚୀନ ରୂପ ଦେଖିବାକୁ ମିଳେ। ଓଡ଼ିଆ ଭାଷା ଓ ସାହିତ୍ୟର ଆଉ ଗୋଟିଏ ଅମୂଲ୍ୟ ସମ୍ପଦ ହେଉଛି ମାଦାଳ ପାଞ୍ଜି। ପୁରୀ ଶ୍ରୀମନ୍ଦିରର ଇତିହାସ, ଗଜପତି ମହାରାଜଙ୍କ ବଂଶାନୁକ୍ରମିକ ଘଟଣାବଳୀ, ଜୀବନ ପଞ୍ଜିକା ଏହି ମାଦାଳ ପାଞ୍ଜିରେ ଉତ୍କୀର୍ଣ୍ଣ। ଏହା ସହିତ ଏହି ତାଳପତ୍ର ପୋଥିରେ ରଚିତ ହୋଇଛି ଓଡ଼ିଶାର ପ୍ରାଚୀନ ଇତିହାସ, ଭାଷା, ଗଜପତି ବଂଶାବଳୀ ତଥା ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା ଇତ୍ୟାଦି, ଯାହାକି ଓଡ଼ିଆ ଭାଷାର ବିକାଶ କ୍ରମରେ ଏକ ଅନନ୍ୟ ଉପାଦାନ। ସେହିପରି ସିଦ୍ଧେଶ୍ୱର ଦାସଙ୍କ ବିଚିତ୍ର ରାମାୟଣ, ସାରଳା ଦାସଙ୍କ ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ ଆଦି ଗ୍ରନ୍ଥ ଓଡ଼ିଆ ସାହିତ୍ୟକୁ କେବଳ ସମୃଦ୍ଧ କରିନାହିଁ, ଏକ ଅନବଦ୍ୟ ସାରସ୍ୱତ ଯାତ୍ରାର ଭିତ୍ତି ସ୍ଥାପନ କରିଛି। ଲୌକିକ ଭାଷାର ବ୍ୟବହାର କରି ମହାଭାରତ ପରି ଏକ ମହାକାବ୍ୟ ରଚନା ଭାରତୀୟ କାବ୍ୟ ପରମ୍ପରାରେ ଅନନ୍ୟ ଘଟଣା। ଓଡ଼ିଆ ସାହିତ୍ୟର ଏକ ପ୍ରାଚୀନ ସମୃଦ୍ଧ ପରମ୍ପରା ଥିବାରୁ ଏହିପରି ଏକ ମହାକାବ୍ୟ ରଚନା ସମ୍ଭବ ହୋଇପାରିଛି। ନିଜସ୍ୱ ମୌଳିକ ଚିନ୍ତନ ଦ୍ୱାରା ସୃଷ୍ଟ ମହାଭାରତ ମଧ୍ୟରେ ସାରଳା ଦାସ ଓଡ଼ିଶାର ଐତିହ୍ୟ ଏବଂ ଓଡ଼ିଆ ଜାତିର ଅସ୍ମିତାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ସଂସ୍କୃତ ମହାଭାରତ ଠାରୁ ଅଧିକ ପଦ ସମ୍ବଳିତ ଏହି ମହାଭାରତରେ ସାରଳା ଦାସ ବହୁ ନୂତନ କାହାଣୀର ସଂଯୋଜନ କରି ନିଜର ମୌଳିକତାକୁ ପ୍ରତିଷ୍ଠା ପ୍ରଦାନ କରିଛନ୍ତି। ଗୋଟିଏ ବିକଳ୍ପ ମତରେ ସିଦ୍ଧେଶ୍ୱର ଦାସ ସାରଳାଙ୍କ ଠାରୁ ଭିନ୍ନ ଓ ସାରଳାଙ୍କ ପୂର୍ବବର୍ତ୍ତୀ। ଭାଷା ବ୍ୟବହାର, ବିଷୟବସ୍ତୁ ଚୟନ ବ୍ୟତୀତ ସିଦ୍ଧେଶ୍ୱର ନାରାୟଣ ଉପାସକ ଓ ସାରଳା ଦେବୀଙ୍କ ଉପାସକ ବୋଲି ଥିଲେ ଏକଥା କୁହାଯାଏ। ତେଣୁ ସାରଳା ଦାସଙ୍କ ଜନ୍ମ ହୋଇଥିଲା 1500 ଶତକରେ, ସ୍ଥାନ ହେଉଛି ଝଙ୍କଡ଼ ଏବଂ ସେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ରଚନା ଦ୍ୱାରା ଓଡ଼ିଆ ଭାଷାକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ। ପରବର୍ତ୍ତୀ ସମୟରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ, ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ସଂହିତା, ହରିବଂଶ ଏବଂ ଅନନ୍ତ ଦାସଙ୍କ ହେତୁ ଉଦୟ ଭାଗବତ, ଯଶୋବନ୍ତ ଦାସଙ୍କ ପ୍ରେମ ଭକ୍ତି ବ୍ରହ୍ମଗୀତା ଏସବୁ ସାହିତ୍ୟ କୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ଜଗନ୍ନାଥ ଦାସଙ୍କ ଗ୍ରନ୍ଥ ଭାଗବତ ଓଡ଼ିଶାର ପୁରପଲ୍ଲୀରେ ଏତେ ପ୍ରଭାବ ପକାଇଥିଲା ଯେ ସୃଷ୍ଟି ହୋଇଥିଲା ଭାଗବତ ଟୁଙ୍ଗି। ଏହାଦ୍ୱାରା ପ୍ରଭାବିତ ହୋଇ ଶଙ୍କର ଦେବ ଆସାମରେ ନାମଘର ମଧ୍ୟ ପ୍ରତିଷ୍ଠା କରିଥିଲେ। ମଧ୍ୟଯୁଗୀୟ ରୀତି ସାହିତ୍ୟ ଓଡ଼ିଆ ସାହିତ୍ୟକୁ ବହୁ ଗୁଣରେ ସମୃଦ୍ଧ କରିଛି। ଏହି କାବ୍ୟ ଯୁଗ ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଓଡ଼ିଆ କାବ୍ୟ ସାହିତ୍ୟ ରଚନା ତାହାର ଶୀର୍ଷତମ ସୋପାନରେ ଉପନୀତ ହୋଇ ସଂସ୍କୃତ କାବ୍ୟ ସାହିତ୍ୟର ପ୍ରତିସ୍ପର୍ଦ୍ଧୀ ସାହିତ୍ୟ ଭାବେ ଉଭା ହୋଇଛି। ଶିଶୁ ଶଙ୍କର ଦାସଙ୍କ ଉଷାଭିଳାଷ, ଦେବଦୁର୍ଲ୍ଲଭ ଦାସଙ୍କ ରହସ୍ୟମଞ୍ଜରୀ, କାର୍ତ୍ତିକ ଦାସଙ୍କ ରୁକ୍ମିଣୀ ବିଭା ଆଦି କାବ୍ୟ ଗୁଡ଼ିକ ଓଡ଼ିଆ କାବ୍ୟ ସାହିତ୍ୟର ମାଇଲ ସ୍ତମ୍ଭ। ଏହା ପରେ ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ଭକ୍ତଚରଣ ଦାସ, କବିସୂର୍ଯ୍ୟ ବଳଦେବ ରଥ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ନିଶଙ୍କ ରାୟ ରାଣୀ, ଚନ୍ଦ୍ରଶେଖର ଭଞ୍ଜ, ବ୍ରଜନାଥ ବଡ଼ଜେନା ଓ କୃଷ୍ଣଚନ୍ଦ୍ର ସିଂହଙ୍କ ପରି ପ୍ରତିଭାବନ୍ତ କବିଗଣ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟକୁ ବିଭବ ମଣ୍ଡିତ କରିଛନ୍ତି। ସଂସ୍କୃତ କାବ୍ୟାଦର୍ଶର ସଫଳ ପ୍ରୟୋଗ ଦ୍ୱାରା ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟ ଜ୍ଞାନଗର୍ଭକ ଓ ରସପ୍ଲୁତ ହୋଇପାରିଛି। କବିତ୍ୱ ଓ ବହୁଶାସ୍ତ୍ର ଦର୍ଶିତା ଦ୍ୱାରା ବହୁ ବିଦ୍ୟା ଯେପରିକି ସମର ବିଦ୍ୟା, ଜ୍ୟୋତିଷ ବିଦ୍ୟା, ବାଣିଜ୍ୟ, ଅଳଙ୍କାର ଶାସ୍ତ୍ର ଏସବୁ କାବ୍ୟ ପରିସରଭୁକ୍ତ ହୋଇପାରିଛି। ଏହା ବ୍ୟତୀତ ଏହି ସମୟରେ ବହୁ ପ୍ରକାର ଗୀତି କବିତା ରଚିତ ହୋଇଛି। ଛାନ୍ଦ, ଚୌପଦୀ, ଚଉତିଶା, ପୋଇ, କୋଇଲି, ଷୋଡ଼ଶା, ଚମ୍ପୁ ଆଦି ରଚନା ଦ୍ୱାରା ଓଡ଼ିଆ ସାହିତ୍ୟ ସଙ୍ଗୀତମୟ ହୋଇଥିଲା। ଏହି ଗୀତି କବିତା ମାଧ୍ୟମରେ ଛନ୍ଦ, ବୃତ ଓ ରାଗର ପ୍ରୟୋଗ ବହୁଳ ଭାବରେ ଦେଖାଯାଏ। ମାଘ, ଶ୍ରୀହର୍ଷ ଏବଂ କାଳିଦାସ ତଥା ଜୟଦେବଙ୍କ ଗୀତିମୟତା ଓ କାବ୍ୟ ଭାବନାର ପ୍ରତିଫଳନ ଦ୍ୱାରା ଓଡ଼ିଆ କାବ୍ୟ ସାହିତ୍ୟ ଋଦ୍ଧିମନ୍ତ ହେବାର ଦେଖାଯାଏ। ବହୁ ପ୍ରମୁଖ ତଥା ଗୌଣ କବିଙ୍କ ଅବଦାନରେ ଓଡ଼ିଆ ମଧ୍ୟଯୁଗୀୟ ସାହିତ୍ୟ ସମୃଦ୍ଧ ହୋଇଛି, ଯାହାକି ଓଡ଼ିଆ ସାହିତ୍ୟର ଇତିହାସକୁ ଅଧିକ ପ୍ରାଣବନ୍ତ ଏବଂ ରସବନ୍ତ କରିପାରିଛି। ଏହିପରି ଭାବେ ତୃତୀୟ ମାପଖଣ୍ଡକୁ ମଧ୍ୟ ଓଡ଼ିଆ ଭାଷା ପୂରଣ କରି
ଶାସ୍ତ୍ରୀୟ ମାନ୍ୟତା ହାସଲ ଦିଗରେ ଅଗ୍ରସର ହୋଇଛି। ପରବର୍ତ୍ତୀ ଚତୁର୍ଥ ମାପଖଣ୍ଡ ଏହା ହେଉଛି ଯେ ଏହି ଭାଷାର ଆଧୁନିକ ସାହିତ୍ୟର ରୂପ ଏହାର ଶାସ୍ତ୍ରୀୟ ରୂପ ଓ ସାହିତ୍ୟ ଠାରୁ ଅଲଗା ଥିବ ଏବଂ ଏହି ଭାଷିକ ଓ ସାହିତ୍ୟ ପରମ୍ପରା ପ୍ରାଚୀନ ପରମ୍ପରା ଠାରୁ ବିଚ୍ଛିନ୍ନ ମଧ୍ୟ ହୋଇଯାଇଥାଇପାରେ। ଖ୍ରୀଷ୍ଟପୂର୍ବ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟର ଅବିଚ୍ଛିନ୍ନ ରୂପ ଦେଖାଦେଇଥାଏ। ବିଭିନ୍ନ ପ୍ରତିକୂଳ ପରିବେଶ ମଧ୍ୟ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ଲିପିର ବିକାଶ ଘଟିଛି। ଆଧୁନିକ ଯୁଗର ଛାପାକଳ ଆସିବା ପରେ ଓଡ଼ିଆ ଭାଷା ଓ ଲିପିରେ ରଚିତ ପ୍ରାଚୀନ ଗ୍ରନ୍ଥ ଗୁଡ଼ିକ ନବକଳେବର ନେଇ ପାଠକ ସମ୍ମୁଖକୁ ଆସିବା ଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ଓ ଲିପିର ଐତିହ୍ୟ ଏବଂ ପୁରାତତ୍ତ୍ୱ ଦୃଶ୍ୟମାନ ହୋଇଛି। ଓଡ଼ିଆ ଯେ ଏକ ପ୍ରାଚୀନ ସମୃଦ୍ଧ ଭାଷା ଏବଂ ଏହାର ପର୍ଯ୍ୟାପ୍ତ ସମୃଦ୍ଧ ସାହିତ୍ୟ ପୋଥି ମାଧ୍ୟମରେ ସଂରକ୍ଷିତ ହୋଇ ରହିଛି ତାହା ଆଧୁନିକ ଯୁଗରେ ହିଁ ଜଣାପଡ଼ିଛି। ବିଶେଷ କରି ଗ୍ରିୟର୍ସନ, ଜନ୍ ବିମ୍ସ ପ୍ରଭୃତି ଇଂଲିଶ ପ୍ରଶାସକ ଓ ଭାଷା ସାହିତ୍ୟ ଗବେଷକ ଓଡ଼ିଆ ଭାଷାର ପୁରାତତ୍ତ୍ୱ ନେଇ ସବିଶେଷ ଚର୍ଚ୍ଚା କରିବା ଦ୍ୱାରା ଓଡ଼ିଆ ଭାଷା ଅଧିକ ସମୃଦ୍ଧ ଓ ଗତିଶୀଳ ହୋଇଥିଲା। ଆଧୁନିକ ଯୁଗର ଭାଷା ଚର୍ଚ୍ଚା, ଭାଷା ସୁରକ୍ଷା ଆନ୍ଦୋଳନ ଓଡ଼ିଆ ଭାଷାକୁ ତଥା ସାହିତ୍ୟକୁ ଅଧିକ ଗତିଶୀଳ କରାଇଥିଲା। ଛାପାକଳ ଆସିବା ଦ୍ୱାରା ପତ୍ର ପତ୍ରିକା ପ୍ରକାଶନ ଭାବ ବିନିମୟ ଜଗତରେ ବୈପ୍ଳବିକ ପରିବର୍ତ୍ତନ ଆଣିଲା ଓ ଏହାରି ମାଧ୍ୟମରେ ଓଡ଼ିଆ ଭାଷୀ ଅଞ୍ଚଳ ଏକତ୍ରିତ ହୋଇ ଭାଷାଭିତ୍ତିକ ପ୍ରଦେଶ ସୃଷ୍ଟି କରିବା ନିମିତ୍ତ ଏକ ବିରାଟ ଆନ୍ଦୋଳନ ଗଢ଼ି ଉଠିଲା। ଓଡ଼ିଆ ଭାଷାର ଐତିହ୍ୟ, ପୁରାତତ୍ତ୍ୱ ଏବଂ ସାହିତ୍ୟର ସମୃଦ୍ଧ ଓ ଅବିଚ୍ଛିନ୍ନ ପରମ୍ପରା ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନରେ ସହାୟକ ହେଲା। ଓଡ଼ିଆ ଭାଷୀ ଅଞ୍ଚଳକୁ ନେଇ 1936 ମସିହା ଏପ୍ରିଲ 1 ଦିନ ତଦନାନ୍ତୀନ ବ୍ରିଟିଶ ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ। ସେହିପରି ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ପରମ୍ପରା ସହ ଯୋଡ଼ି ହୋଇ ରହିଥିଲା ଏହାର ଲିପି। ଏହି ଓଡ଼ିଆ ଲିପି ଯାହାକି ଭାରତୀୟ ଭାଷାମାନଙ୍କ ପରି ବ୍ରାହ୍ମୀ ଲିପିରୁ ବିକଶିତ ବୋଲି ସର୍ବସମ୍ମତ କ୍ରମେ ଜଣାଯାଏ। ଓଡ଼ିଆ ଲିପି ଯାହାର ଲିଖନର ମାଧ୍ୟମ ଥିଲା ତାଳପତ୍ର ଏବଂ ଲୁହାର ଲେଖନ। ତେଣୁ ଓଡ଼ିଆ ଅକ୍ଷରର ଗୋଲ ମୁଣ୍ଡ ପାଇଁ ଏହି କାରଣ ହିଁ ଥିଲା ଦାୟୀ। ଲୁହା ଲେଖନରେ ତାଳପତ୍ର ଉପରେ ସିଧା ଗାର ଟାଣିଲେ ପତ୍ର ଚିରିଯିବାର ସମ୍ଭାବନା ବେଶୀ ରହୁଥିବା ହେତୁ ଏହି ଦୃଷ୍ଟିରୁ ଅକ୍ଷର ଗୋଲ ମୁଣ୍ଡ ଗଢ଼ି ଉଠିବା ସମ୍ଭବତଃ ମୁଖ୍ୟ କାରଣ ଥିଲା। ତେଣୁ ଭାରତୀୟ ଅନ୍ୟାନ୍ୟ ଭାଷା ପରି ଓଡ଼ିଆ ମଧ୍ୟ ସଂସ୍କୃତ ବର୍ଣ୍ଣମାଳାକୁ ଗ୍ରହଣ କରିନେଇଛି। ଗତ 1000 ବର୍ଷର ଇତିହାସ ମଧ୍ୟରେ ଭାଷାର ଯେଉଁ ବିକାଶ ହୋଇଛି ତାହାର ଫଳରେ ଲିଖିତ ଓ କଥିତ ଭାଷା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା କିଛି ବିଚିତ୍ରତା ନାହିଁ। ଉଚ୍ଚାରଣ ଓ ବନାନ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେଲେ ତାହା ଯେ ଭାଷା କ୍ଷେତ୍ରରେ ବାଧକ ହେବ ଏ କଥା ମଧ୍ୟ ବୁଝେଇ କହିବାର ଆବଶ୍ୟକତା ନାହିଁ। ଅଥଚ ଲିଖିତ ଭାଷାର ପରିବର୍ତ୍ତନ କଥିତ ଭାଷା ତୁଳନାରେ ଯେ ଅଧିକ କଷ୍ଟକର ଓ ସମୟ ସାପେକ୍ଷ ଏକଥା ସମସ୍ତେ ଜାଣନ୍ତି। ଉଦାହରଣ ସ୍ୱରୂପ ଓଡ଼ିଆରେ ରୁ ରୁ ଏବଂ ଲୁ 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 ଏହି କଥା ବିଚାର କରାଯାଉ। ଏଗୁଡ଼ିକ ଆଧୁନିକ ବର୍ଣ୍ଣମାଳାର ଅଙ୍ଗୀଭୂତ ନୁହନ୍ତି, ଯଦିଓ ଏକ କାଳରେ ଏହା ବର୍ଣ୍ଣମାଳାର ଅଂଶ ଥିଲା। ରୁ ଏବଂ ଲୁ ବର୍ତ୍ତମାନ ଉଚ୍ଚାରଣରୁ ଆମେ ରରେ ହର୍ଷଉ ରୁ, ଲରେ ହର୍ଷଉ ଲୁ ଦେଇଦେଉ, ତେଣୁ ଏହାକୁ ଆଉ ବ୍ୟବହାର କରାଯାଉ ନାହିଁ। ଏଭଳି ଭାବେ ଦେଖିଲେ ଆମର ଶାସ୍ତ୍ରୀୟ ରୂପ ଠାରୁ ବର୍ତ୍ତମାନର ଆଧୁନିକ ରୂପ, ଆଧୁନିକ ବର୍ଣ୍ଣ, ଆଧୁନିକ ବର୍ଣ୍ଣମାଳା, ଆଧୁନିକ ଲିପିରେ କିଛି କିଛି ସାମଞ୍ଜସ୍ୟ ଦେଖିବାକୁ ମିଳେ। ପୁନଶ୍ଚ ଏହି ସାହିତ୍ୟ ପରମ୍ପରା, ଭାଷିକ ପରମ୍ପରା ଯାହା ଗଢ଼ି ଉଠିଛି ଓଡ଼ିଆରେ ବର୍ତ୍ତମାନ ଆଧୁନିକ ଯୁଗରେ ଏହା ଶାସ୍ତ୍ରୀୟ ଠାରୁ ବିଚ୍ଛିନ୍ନ ହୋଇଛି ବା ଏକ ନୂତନ ଧରଣର ଉତ୍ତର ଆଧୁନିକ ଏଇଭଳି ଭାବରେ ନାମିତ ହୋଇ ସାହିତ୍ୟ ସୃଷ୍ଟି ହେବାରେ ଲାଗିଛି। ଏଥିରେ ମଧ୍ୟ ଆଧୁନିକ କବି ସଚ୍ଚିଦାନନ୍ଦ ରାୟତରାୟ ହୁଅନ୍ତୁ କିମ୍ବା କବିବର ରାଧାନାଥ ରାୟ ଏଇଭଳି ବ୍ୟକ୍ତି ବିଶେଷଙ୍କର ମଧ୍ୟ ଯୋଗଦାନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହିସବୁ କାରଣ ହେତୁ ଆଜି ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷାର ମାନ୍ୟତା ପାଇଛି। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କର ନିର୍ଦ୍ଦିଷ୍ଟ ମାପଦଣ୍ଡ ସବୁକୁ ପୂରଣ କରି ଏହି ଭାଷା ଭାରତ ସରକାରଙ୍କ ଠାରୁ ପାଇଛି ଶାସ୍ତ୍ରୀୟ ମାନ୍ୟତା।
ଏହିପରି ଭାବେ ଏହାର ଶାସ୍ତ୍ରୀୟ ମାନ୍ୟତା ଇତିହାସ ଆମେ ଆଲୋଚନା କରୁଥିଲେ। ଧନ୍ୟବାଦ।